ମୁଁ ତୁମକୁ ଏ ସୃଷ୍ଟିର ରହସ୍ୟ କହୁଛି, ଶୁଣ। ଯେତେବେଳେ ମହାଶୂନ୍ୟ ଥିଲା, ସମୟର ଗଣନା ନଥିଲା, ଦିନ ରାତି ବି ନଥିଲା, ସେତେବେଳେ ଏହି ମହାଶୂନ୍ୟରେ ଏକ ମହାସଂଘର୍ଷ ସଂଘଟିତ ହେଲା। ସେହି ମହାସଂଘର୍ଷ ଫଳରେ କୋଟି କୋଟି ବ୍ରହ୍ମାଣ୍ଡ ସୃଷ୍ଟି ହେଲା। ଏସବୁ ମୋହରି ଇଚ୍ଛାରୁ ହିଁ ସଂଘଟିତ ହେଲା। ଏ ବ୍ରହ୍ମାଣ୍ଡମାନଙ୍କ ଭିତରୁ ସୌରମଣ୍ଡଳ ସୃଷ୍ଟି ହେଲା। ସୂର୍ଯ୍ୟଦେବ ଜନ୍ମ ନେଲେ। ଏବଂ ତା ସଙ୍ଗେ ସଙ୍ଗେ ଜନ୍ମ ହେଲା ଗ୍ରହମଣ୍ଡଳ। ସେହି ଗ୍ରହମାନଙ୍କ ଭିତରୁ ଗୋଟିଏ ହେଉଛି ଏହି ପୃଥିବୀ। ମୁଁ ଇଚ୍ଛା କଲି ମୋର ସୃଷ୍ଟିମାନଙ୍କ ଭିତରୁ ଏହି ପୃଥିବୀ ହେବ ଶ୍ରେଷ୍ଠ ସୃଷ୍ଟି। ତେଣୁ ଜଳାର୍ଣ୍ଣବ ପୃଥିବୀ ପୃଷ୍ଠରେ ଭୂମି, ପାହାଡ଼, ନଦୀ, ବୃକ୍ଷରାଜି, ପଶୁପକ୍ଷୀ ଏସବୁ ସୃଷ୍ଟି ହେବାରେ ଲାଗିଲେ। ଜନ୍ମ ନେଲା ଆକାଶ ଏବଂ ସେହି ପ୍ରକ୍ରିୟା ଭିତରେ ଜନ୍ମ ନେଲା ମାନବ ଜାତି। ଜନ୍ମ ନେଲେ ଦେବଗଣ, ଆଉ ଜନ୍ମ ନେଲା ଏକ ଧ୍ୱଂସକାରୀ ଶକ୍ତି ରାକ୍ଷସ। ମାନବ ଜାତିର କ୍ରମଶଃ ଉନ୍ନତି ହେଲା ଏବଂ ସଂସ୍କାର ପାଇଁ ଜନ୍ମ ନେଲା 4 ବେଦ, ଋକ୍, ଯଜୁ, ସାମ ଏବଂ ଅଥର୍ବ। ଶିବ ସୃଷ୍ଟି କଲେ 5ମ ବେଦ। ବ୍ରହ୍ମାଙ୍କ ଦାୟିତ୍ୱରେ ରହିଲା 4 ବେଦ ଏବଂ 5ମ ବେଦ ଶିବଙ୍କ ଦାୟିତ୍ୱରେ ରହିବା ପରେ କ୍ଷୀରସାଗରରେ ବିଶ୍ରାମ ପାଇଁ ମୁଁ ଯୋଗ ନିଦ୍ରାରେ ଶାୟିତ ହେଲି।